କାହିଁ କେମିତି ଦୌଡ଼ି ଆସିଲା? ଆଲେ ଅପା ତମେ କହୁଥିଲ ନା ଆମ ଏ ଫୁଲ ଉଦ୍ୟାନକୁ କଲା ଭମର ଗୁଡ଼ିକ ଆସିବାକୁ ଲାଗିଲେ। ହଁ ତ ହେଲେ ଆଜି ନାଇଁ କି କାଲି ନାଇଁ ହଠାତ୍ ଆମ ଏ ଫୁଲ ଉଦ୍ୟାନକୁ ଗୋଟେ ଯୁବକ ପଶି ଆସିଛି। କଣ କହିଲା? ଏଇ ଆମ ସବର ପଲ୍ଲୀକୁ ପୁଣି ଜଣେ ଯୁବକଟେ ଆସିଛନ୍ତି। ତମେ ତ ମିଛ କହୁଛ ନା? ନାଇଲା ପା ସତ କହୁଛୁ। ହଁ ମୁଁ ଜାଣିଛି। ଯେ ପର୍ଯ୍ୟନ୍ତ ମତେ ସବୁଦିନ ଏମିତି ଠଟ୍ଟା କରେ ନା, ଆଜି ମଧ୍ୟ ତୁମେ ସେପରି ଠଟ୍ଟା କରିଛ ନା? ତମକୁ ଯଦି ଆମ କଥା ମିଛ ଲାଗୁଛି ତାହେଲେ ଚାଲ ନା ଆମ ସହିତ ଦେଖିକି ଆସିବା। ସତ କହୁଛ? ଏ କଥା ଯଦି ତମେ ସତ କହୁଛ ତାହେଲେ ଚାଲ ମତେ ଦେଖେଇବ ସେ କୋଉଠି ଅଛନ୍ତି। ଶୀଘ୍ର ଯିବା ଆସ। ଚାଲ ଚାଲ। କୋଉଠି ମ? तमे मन के आ कौन पे मते निदर उठेई देलो? प्रथमे तमे कह तमे के आ एठी को कोन पे आसी छ? मु कहिबी हाइले तमे मन तो मते असमय रे आसी निदर उठे देछ पुनी मते पचार छ तमे मन के आलो ए सत कुह तमे की आ कौन पे मते निदर उठेइलो? ए जमारो जमारो हम कहबुनी किंतु प्रथमे तमे कह तमे के आ एठी को कोन पे आसी छ? आलो ए मु तो रास्ता दे चली जाउथि हठात मते के क्लांत लग पड़िबारु सही फूल वृक्ष मूल तले किछ समय विश्राम नहीं गली आ एमितर तमर कोनसी प्रकार क्षति करनी त मते कोन पे निदर उठे छ सही कथा कुह? ए कोन हला? प्रथम थर पे तमे हम ए सबर परी फूल उद्यान को आसी छ। हां त सेही सकाल प्रथमे तम परिचय कह। कोन कहला मो परिचय? हां जबार दे परबिन मो परिचय हला तमे जे तम परिचय दबनी अच्छा ताले मो संग कम को देखै दब। कोन देखैबो? हां देखिबा कोन देखैबो? अरे संग हां ताको देखै दब ना डर लागुची म देखै दम ए देखिला तो से देखि न पार की ए आसना नहीं नहीं आस अले देखलो तम भाई केते कथा सुनी सारलेनी सतरे ते ए मनिषा को नाक ऊपर राग अछि नइला ए बोला जानिछ जे पर्यंत आमे माने एठी रहिथिबु ना ए तांक परिचय जम्मा देबेनी मु भाबुथिली ना कोन से बहुत बड़ बरगछ देखुछा आमे जाई की सेठी किछि समय विश्राम करिबु
ତା ଆଗରୁ ତମେ ୟାଙ୍କ ପରିଚୟ ବୁଝିନିଅ। ତମନେ ସତ କହୁଛ ଏମିତି ତୁମେ? ଅନୁଜ କଣ ମା ଆଖିଟାକୁ ଟାଣି ଆଣିବି ମା। ଏ ହଁ ତୁମେ ମାନେ ଅଛ ବୋଲି ସେ ମଧ୍ୟ ଲାଜ କରିଥିବେ। ହେଇଥିବ। ମୁଁ ଯଦି ଏକୁଟିଆ ତାଙ୍କ ପରିଚୟ ମାଗେ ତାଙ୍କ ପରିଚୟ ଦେଇ ମଧ୍ୟ ପାରନ୍ତି ନା। ଆସ ଆସ ତାଙ୍କ ପରିଚୟ ଶୀଘ୍ର ମାଗ। ଠିକ ଅଛି। ହେଲେ ମକର ହଁ। ଆହୁରି କିଛି ଅଛି ମା। କଣ ହେଲା? ତମ ପାଇଁ ଅଛି। ମୋ ପାଇଁ କଣ ଅଛି? ଆସିବ ନା କଣ? ଆସୁନ କଣ ଅଛି ଲା? ଶୁଣିବ କହୁନା। ମନ ଦେଇକି ଶୁଣ। क्यों ना घर की नहीं जा बेली मांसू खुद बुझा मुठी नहीं खा बेली मांसू ହାଇରେ ସମସ୍ତେ ତ ଚାଲିଗଲେ ତମେ ଆଉ ଏଠି କଣଟା କରୁଛ? ତମ ପରିଚୟ ଜାଣିବା ପାଇଁ ଏଠି ମୁଁ ରହିଯାଇଛି। ମୋ ପରିଚୟ ଆଲୋ ଏ ମୁଁ ମୋ ପରିଚୟଟା କାହାରିକୁ ଦିଏନି ମ। କାହିଁକି ମୋ? କାହିଁକି ନା ମୁଁ ଏକ ଗୁପ୍ତ କାର୍ଯ୍ୟରେ ବାହାରି ପଡ଼ିଛି ଆଉ ତେଣୁକରି ମୁଁ ମୋ ପରିଚୟକୁ ମଧ୍ୟ ଗୁପ୍ତ ଭାବରେ ରଖିଛି ବୁଝିପାରିଲ? ଆଚ୍ଛା ଗୋଟିଏ କଥା କଣ? ହଇଲେ ତମେ କଣ ତମ ସଖୀ ସହଚାରୀ ମାନଙ୍କୁ ଟିକେ ମଧ୍ୟ ଶିଷ୍ଟାଚାର କିମ୍ବା ଭଦ୍ରତା ଶିଖେଇଲ? ଆରେ ଏମିତି କଣ ହେଲା ଯେ ଏପରି କହିଯାଉଛ ମୋ? ଏମିତି ଜଣ ଅଜଣା ପୁରୁଷକୁ କିଏ ଠେଲି ଦଉଛି କିଏ ପେଳି ଦଉଛି ଯେ? ଏ ତମ ପରି ସୁନ୍ଦର ଯୁବକ ଆମେ କେବେ ଦେଖିନଥିଲୁ। ସତରେ? ସେଥିପାଇଁ ତ ମୋ ସାଙ୍ଗମାନେ କିଏ ତମକୁ ଏମିତି ଠେଲି ଦେଉଛି ପେଲି ଦଉଛି ମୋ। ଆଚ୍ଛା, 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 ଆଚ୍ଛା। ସେଥିପାଇଁ ତ ଏମିତି ପାଗଳିଙ୍କ ଭଳିଆ ହଉଛନ୍ତି। ହଁ। ହଉ ହେଲା ହେଲେ ଯେତେବେଳେ ତ ନିଦରୁ ଉଠେଇ ସାରିଲଣି ଏଥର ଏଇଟା କୁହ କଣ? ଆଲୋ ଏ ତମେ କିଏ ଆଉ ତମେ ଏଠି କଣ କରୁଛ? ମାନେ ତମର ସମ୍ପୂର୍ଣ୍ଣ ପରିଚୟ ଠିକଣାଟା କଣ? ମୋ ପରିଚୟ? ହଁ। ନା ରେ ବାବା ମୁଁ ମୋ ପରିଚୟ କହିପାରିବିନି। କାହିଁକି କହିପାରିବନି? କାହିଁକି ନା ଆଚ୍ଛା। ମୋ ବାବା କହି ଯାଇଛନ୍ତି ହଁ। ଅପରିଚିତ ମଣିଷକୁ ନିଜ ପରିଚୟ ଦେବା ଉଚିତ ନୁହଁ ବୋଲି। ପାଇଲେ ତମକୁ ତମ ବାବା କହିକି ଯାଇଛନ୍ତି ଅପରିଚିତ ମଣିଷକୁ ନିଜ ପରିଚୟ ଦେବାଟା ଉଚିତ ନୁହଁ। ହଁ ହଁ। ଆଉ ଅପରିଚିତ ମଣିଷକୁ ଶୋଇଥିବା ଅବସ୍ଥାରେ ନିଦରୁ ଉଠେଇବା এইটা বলতে নিশ্চয় তোমাকে তোমার সেই বাপা শিখাইথিবে। ନାଇଁ ଯେ নাই যে পরে আলো এই তম পরিচয়টা দেই দিও মো তোমার কোনসি প্রকার ক্ষতি করিবিনি হেলা। ମୁଁ ଯଦି ୟାଙ୍କୁ ମୋ ପରିଚୟ ଦେଇଦିଏ ତାହେଲେ ମୋ ମନରେ ଯୋଉ ଭାବନାର ସୃଷ୍ଟି ହଉଛି ସେଇ ଭାବନାର ସତ୍ୟ ମଧ୍ୟ ହେଇପାରେ। আলো এ କଣ ହେଲା ପରିଚୟଟା ଦବ ନା ନାହିଁ? ଏ କଣ? ଗୋଟିଏ ସୌନ୍ଦର୍ଯ୍ୟ ଫୁଲକୁ ଯଦି ଆଚ୍ଛା କଲା ଭ୍ରମରଟେ ଆସି ତା ପରିଚୟ ପଚାରେ ହଁ ତାହେଲେ ସେଇ ଫୁଲ ବିଚାରୀଟା କଣ କହିବ? କଣ ଆଉ କହିବ? ନିଶ୍ଚୟ ସେ ଫୁଲଟା ଲାଜାଇ ଯାଇ ଝାଉଁଳି ପଡିବ। ଲାଜେଇ ଯିବ ନା? ହଁ ତ ମୁଁ ମଧ୍ୟ ସେଇ ଫୁଲ ପରେ ଲାଜେଇ ଯାଉଛି ମୋ। ହାଇଲେ ହେଲେ ଏଇଟା ତ ମୁଁ ଜମାରୁ ବୁଝିପାରିଲିନି। କଣ? ଆଲୋ ଏ ଏଠି ଫୁଲ କିଏ ଆଉ ଭ୍ରମର କିଏ? ଏତିକି ବି ବୁଝିପାରୁନ? ନାଇଁ ତ ଏ କଣ? ସେଇ ଭ୍ରମରଟା ହଉଛ ତମେ ଆଉ ସେଇ ଲାଜକୁଲି ଫୁଲଟା ହେଉଛି ନା ଆଚ୍ଛା ମୋ। ନାଇଁ 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 ନାଇଁ
ହଇଲ ତମେ କୌଣସି ପ୍ରକାର ଫୁଲ ନୁହଁ କିମ୍ବା ମୁଁ କୌଣସି ପ୍ରକାର ଭ୍ରମ ନୁହେଁ ବୁଝିପାରିଲ ସିଧା ସଡ଼କ ଭାବରେ ନିଜ ପରିଚୟଟା ଦିଅ ନଚେତ ମୁଁ ଏଠି ଚାଲିଲି ନା ନା ଯାଅନି କହିବ କହିଦେବି ମୁଁ ପରିଚୟ ଦିଏ ହଁ କିନ୍ତୁ ନା କଣ ସତରେ କହିବାକୁ ଗଲେ ଆଚ୍ଛା ତମେ ଜଣେ ଦେଖିବାକୁ ଗୋଟେ ରାଜକୁମାର ପରି ଦେଖାଯାଉଛ ମ ଆଲୋ ହଁ ହଁ ମୁଁ ଜଣେ ରାଜକୁମାର ହେଲା ଏଥର ତମ ପରିଚୟ କହିଦିଅ ମା। ଏ ଯୁବକ କଣ ତାହେଲେ ଶୁଣ ମୋ ପରିଚୟ କହିଯାଅ ଓ ଫୁଲକୁ ଭ୍ରମର ଅଛି ମାଗ ପରିଚୟ କଇକୁ ଜନ ପଚାରେ ତୁମେ କିଏ କୁହ ଫୁଲକୁ ଭ୍ରମର ଅଛି ମାଗ ପରିଚୟ କଇକୁ ଜନ ପଚାରେ ତୁମେ କିଏ କୁହ ଆଉ ଆଗକୁ ତୁମେ କୁ ରାଜା ରାଜା ପୁଅ ଜମାରୁ କହିବିନି ତୁମେ କୁ ରାଜା ରାଜା ପୁଅ ହଁ ମୁଁ ସବାର ଝିଆ ନାମ ରାଖି ମୋର ମୁଁ ସବାର ଝିଆ ନାମ ରାଖି ମୋର ବୁଲିବାକୁ ଆସିଥିଲୁ ଏ ଉଦ୍ୟାନ ତୁମକୁ ଦେଖିଦେଲୁ ଏହି କ୍ଷଣ ବୁଲିବାକୁ ଆସିଥିଲୁ ଏ ଉଦ୍ୟାନ ତୁମକୁ ଦେଖିଦେଲୁ ଏହି କ୍ଷଣ ସବର ରାଜା ଅଟନ୍ତି ପୂଜ ପିତା ମୋର ସବର ରାଜା ଅଟନ୍ତି ପୂଜ ପିତା ମୋର ରହିତଲେ ଖାଇ ଏ ବିଷୟ ରହିତଲେ ଖାଇ ଏ ବିଷୟ ମୁଁ ସବାର ଝିଆ ନାମ ରାଖି ମୋର ତମେ ସବାର ଝିଆ ନାମ ରାଖି ମୋର ଆଉ ତାପରେ ଆରେ ଆରେ ତାପରେ ଆଇଲେ କଣ ହେଲା କଣ ପାଇଁ ଏମିତି ଅନ୍ୟମନସ୍କ ହେଇଯାଉଛ ତାପରେ ଆଉ କଣ ହଁ ମୋ ସାଙ୍ଗମାନେ ତୁମକୁ ଏଇଠି ପ୍ରଥମେ ଦେଖିଦେଲେ ଆଚ୍ଛା ତାପରେ ସେ ଶୋଇଥିବା ସମୟରେ ତୁମକୁ ନିଦରୁ ଉଠାଇ ଦେଲେ ହଁ ହଉ ହେଲା ତାହେଲେ ତମେ ହଉଛ ଜଣେ ଶବର ଜାତିର ଝିଅ ହଁ ହଁ ଆଉ ତମ ନାମଟା ହେଉଛି ରାକ୍ଷୀ ମାନେ ମୋ ନାୟକ ଅଛି ରାକ୍ଷୀ ହଉ ହେଲା ହେଲେ ସତ କଥାଟି କହିବି ରାକ୍ଷୀ କଣ ସତ କହିବା ଗଲା ତମେ ଜଣେ ଶବର କୁଳାର ଜନ୍ମ ହେଇକି ମଧ୍ୟ ଦେଖିବାରେ କୌଣସି ରାଜକୁମାର ଠାରୁ କମ ଲାଗୁନ ସତରି ରାକ୍ଷୀ ତମ ନାମଟା ଯେମିତି ରାକ୍ଷୀ ନା ହଁ ସେମିତିରେ ତମେ ଦେଖିବାରେ ମଧ୍ୟ ବହୁତ ସୁନ୍ଦର ଦେଖାଯାଉଛ ଏମା ଏ କଥା ତମେ କହୁଛ ମୁଁ ଦେଖିବାକୁ ସୁନ୍ଦର ଦେଖାଯାଉଛି ଆଲୋ ହଁ ଏ କଥା ମୁଁ କହୁଛି ହେଲେ ଶୁଣ ଆଜି ତ ମୁଁ ମୋ ପରିଚୟଟା ଦେଇପାରିବି କାରଣ ମୋର ଗନ୍ତବ୍ୟ ପଥ ହେଉଛି ଅଲଗା ଆଉ ମତେ ବହୁତ ଦୂର ଯିବାର ଅଛି ତେଣୁକରି ବର୍ତ୍ତମାନ ମୁଁ ଏଠି ଚାଲି ଯାଉଛି ଆଉ ଜୀବନରେ ଯଦି ଦ୍ୱିତୀୟ ଥର ପାଇଁ କେବେ ସାକ୍ଷାତ ହୁଏ
তাহলে নিশ্চয় সেদিন মু মধ্যে তোমাকে মো পরিচয়টা ଦେଇଦେବି ହେଲା କଣ କର ଏଇ ଖଣି ତମେ ଚାଲିଯିବ ହଁ ହେଲେ ଆହୁରି କିଛି ସମୟ ଏଠି ରହିଯାଉନ ଆହୁରି କିଛି ସମୟ ହାଇରେ ଏ ରାକ୍ଷୀ ଆହୁରି କିଛି ସମୟ ରହିକି ଏଠି ମୁଁ କଣଟା ବା କରିବି କାହିଁକି ନା ହଁ ତମକୁ ମୁଁ ଗୋଟେ ଜରୁରୀ କଥାଟେ କହିବାର ଥିଲା କଣ କହିଲ ତମେ ପୁଣି ମତେ ଜରୁରୀ କଥା କହିବ ହଁ ଆଲୋ ଏ ଲାଗୁଛି ପ୍ରଥମ ଦେଖାର ସବୁ ଜରୁରୀ କଥାଟା ଏକାଥରକୁ କହିଯିବ ହଁ ହଁ ତାହେଲେ କଣ କହିବ ଶୀଘ୍ର କୁହ ହେଲେ ମୋ କଥା ଶୁଣିକି ତମେ ରାଗିବନି ତ ଆଲୋ ଏ ରାକ୍ଷୀ ମୁଁ ପୁଣି କଣଟା ପାଇଁ ରାଗିବି ଦେଖ ତମେ ଯାହା କହିବାର ଅଛି ଯଦି ଶୀଘ୍ର ଶୀଘ୍ର କହିଦେବ ତାହେଲେ ମୁଁ ଜମା ରାଗିବିନି ହେଲା ମା, ମୁଁ ଝିଅ ପିଲାଟେ ପ୍ରଥମେ ୟାଙ୍କୁ କେମିତି କହିବି ସେ ଯଦି ପ୍ରଥମେ କୁହନ୍ତେ ତାହେଲେ ମୁଁ ଭଲ ହୁଅନ୍ତା। ଆଲୋ ଏ ଆରେ କଣ କହିବ ପରା ଶୀଘ୍ର କହିଦଉନ ସତରେ ମୋ କଥା ଶୁଣିକି ରାଗିବନି ଆରେ ତ? ବାପା କହିଲି ପରା ଜମାରୁ ରାଗିବିନି ତାହେଲେ କହୁଛି ଶୁଣ ଆଚ୍ଛା ସତ କହିବାକୁ ଗଲେ ନା କଣ ମୁଁ ନା ହଁ ତମକୁ ମୁଁ ହାଇଲେ ମା, ତମେ ପୁଣି ମତେ ଆଲୋ ଏ ରାକ୍ଷୀ ଆଗକୁ ପଛକୁ କିଛି ଅଛି ନା ଏତିକିରେ ଶେଷ ଆହୁରି ପୁଣି ଅଛି ଯେ ତାହେଲେ ଶୀଘ୍ର କହୁନ ହେଲେ ସତରେ ରାଗିବନି ତ? ଆରେ ବାବା କହିଲି ପରା ଜମାରୁ ରାଗିବିନି କଣ କହିବ ମନ ଖୋଲିକି କହିଦିଅ ସତରେ କହିବାକୁ ଗଲେ ନା ଆଚ୍ଛା ମୁଁ ନା ହଁ ତମେ ତମକୁ ମତେ ସତରେ ରାଗିବନି ଆଲୋ ଏଇ କହିଲେ ପରା ଜମାରୁ ରାଗିବିନି କଣ ପାଇଁ ତମେ ମତେ ହଉଛ ଶୀଘ୍ର କୁହ ସତରେ କହିବାକୁ ଗଲେ ନା ହଁ ମୁଁ ନା ହଁ ତମକୁ ହଁ ମତେ ମନେ ମନେ ଭଲ ପାଇ ସାରିଛି କଣ କହିଲ ତମେ ପୁଣି ମତେ ମନେ ମନେ ଭଲ ପାଇସାରିଛ ଆରେ ଦରକାର ନାହିଁ ତମ ପରି ଝିଅ ମାନଙ୍କର ସେଇ ଭଡ଼ା ପ୍ରେମକୁ ହେଲା କହିଲ ମୋ ପ୍ରେମକୁ ତମେ ଭଡ଼ା ପ୍ରେମ କହୁଛ ଆଉ ନୁହେଁ ତ କଣ କଣ ପ୍ରଥମ ଦେଖାରୁ ତୁମକୁ ମୁଁ ଭଲ ପାଇ ସାରିଛି ଆଚ୍ଛା ହଁ। ହେଲେ ଶୁଣଲ ରାକ୍ଷୀ ମୁଁ ତମକୁ କଦାପି ଭଲ ପାଇପାରିବିନି କିମ୍ବା ତମେ ଯେତେ ଚେଷ୍ଟା କଲେ ମଧ୍ୟ ତମର ଏ ମିଛ ପ୍ରେମ ଜାଲରେ ମତେ ଫସାଇ ପାରିବନି ବୁଝିଲ ଆରେ ମୋ ପ୍ରେମ ମିଛ ପ୍ରେମ ନୁହଁ କିଏ କହିଲା ମିଛ ନୁହଁ ମୁଁ କହୁଛି ମୋ ମନ କହୁଛି ଆଚ୍ଛା ଆଲୋ ଏ ରାକ୍ଷୀ ଭଲରେ ଭଲରେ କହିଦଉଛି ଦୟାକରି ତମେ ଏଠୁ ଚାଲିଯାଅ ନଚେତ କିଛି ଭଲ ହବନି ନା ଯିବିନି ଜୀବନି ଜମାର ଜୀବନି ଜମାରୁ ଯିବିନି କେମିତି ଜୀବନି ମୁଁ ମଧ୍ୟ ଦେଖିନିବି ଦେଖୁନା ଆଲୋ ଏ ରାକ୍ଷୀ ମନ ଦେଇକି ଶୁଣ କଣ ଆଲୋ ଏ ପ୍ରେମ କରିବାକୁ ତତେ ଗୋରୀ ମନ ନାହିଁ ଜମା ପ୍ରେମ କରିବାକୁ ତତେ ଗୋରୀ ମନ ନାହିଁ ଜମା ମୋ ଠାରୁ ଟିକେ ଦୂରେଇ ରୁହ ପାଖକୁ ଆସେ ନା ହଟେଇବା ପାଇଁ ମତଲ ତୁ ଗୁରି କରୁଛୁ କେତେ ବାହାନା ପ୍ରେମର ଡରିରେ ବାନ୍ଧି ପାରିବୁନି ଦେଖିଲେ ଲାଗୁଛି ଘୃଣା ଚାଲିଯା ଏଠୁ ଚାଲିଯା ଏଠୁ ଚାଲିଯା ନା ଯିବିନି ଜୀବନି ଭଲ ପାଇବାକୁ ତଥର କରି ମନ ମୁଁ ବୁଝେ ନା ପ୍ରେମ କରିବାକୁ ତଥ୍ୟ କରି ମନ ନାହିଁ ଜମା
ତମକୁ ଯେତେ ଦୂରକୁ ଯିବା ପାଇଁ କହୁଛି ସେତେ ପାଖକୁ ପାଖକୁ କଣ ପାଇଁ ମାଡ଼ି ଆସୁଛ? କଣ ପାଇଁ ଯିବିନି? ତୁମକୁ ଭଲ ପାଉଛି, ପ୍ରେମ କରୁଛି ପରା, ସେଇ ସକାଶେ ତମ ପାଖକୁ ପାଖକୁ ଯାଉଛି। ଆରେ ରାଖି ଆରେ ଦୟାକରି ତମେ ମୋ ବାଟ ଛାଡ଼ି ଦିଅ। ଜମାରୁ ଛାଡ଼ିବିନି ତମ ବାଟ। ଛାଡ଼ିବନି? ଜମାରୁ ଛାଡ଼ିବନି? ଜମାରୁ ଛାଡ଼ିବିନି। କେମିତି ଛାଡ଼ିବନି? ମୁଁ ମଧ୍ୟ ଦେଖିନେବି। ଦେଖୁନ ହଁ ଦେଖୁନ। ଦେଖୁନ। ଆଚ୍ଛା বাট মরা ছাড়ি দিও মরা আছে অযথার তোমা পাকে সময় সরছে পটণ করিকি মতে পাইব কি পুণ্য সময় নাহি মো পাখে କରିବାକୁ প্রেম কটেଇବା ପାଇଁ ମତଲ ତୁ କରି କରୁଛୁ କେତେ ବାହାନା ପ୍ରେମର ଡୋରିରେ ବାନ୍ଧି ପାରିବୁ ଦେଖିଲା ଲାଗୁଛି ଘୃଣା ଚାଲିଯା ଏଠି ଚାଲିଯା ଏଠି ଚାଲିଯା ଆଇଲେ ଯେମିତି ହେଲେ ଏଠି ଯିବାକୁ ପଡ଼ିବ ବୁଝିଲ ଭଲ ପାଇବାକୁ ତତେଲ କରି ମନ ମୋ ବୁଝେ ନା ପ୍ରେମ କରିବାକୁ ତତେଲ କରି ମନ ନାହିଁ ଜମା तुमको जिते बुझे सुधा तुम मुंड कौन मो कथा पशुन आर कहले पर तुम भल पाई पारिबिनी दया कर तुम एठी चली जाओ ना जमारू जीविनी जे पर्यटन तुमको मो निजर न करिछि अच्छा से पर्यटन एठी कुआरे जीविनी माने जीविनी जमार जीवनी ना कुआरे मत जीवनी जीविनी ठीक अच्छे तुम एठी रुह किंबा जाओ मोर कौन सी आपत्ति नहीं राखी काहे की जानि छ काहे की ना मो रास्ता रे चलेली हे भगवान सतरे कोन जीवक चली जीवे ना ना यांको जेमिति मत डाकिबाको पड़िबो हेले कोन आरे डाकिबे ए पर्यटन तांको परिचय मते जणे नांती तांको ना मते जणे नांती कोन आरे डाकिबे हाँ डाकिबे निश्चय से युवक को डाकिबे तुमको होची परा सुना हाईलाइट कौन कहलो ए रसिका अरे मो नाम रसिका फसका किछ नुह म ताले कोन मो नाटा होची चंद्रकांत इम्मा नाटा मत केते सुंदर होईछि सुंदर हबनी चेहरा जते बेले तो सुंदर होईछि नाटा कोन सुंदर होइथाता बुझी पारिला चंद्रकांत हाईलाइट तुमको थत्य कर तुम मुंड कण मो कथा पछिलानी आर कहली पर मन हमर सोनो बरी मो नाटा होची चंद्रकांत आउ एटा लेखि की रख आउ थरे जदी डाकी छ देखिबो मोर असली रूपटा कोन देखैबो कोन देखैबी कहबी देखौ ना देखै देबी देखै दो ना
ନାଇଁ 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 ଆଜି ଦେଖେବିନି ଆଉ କେବେ ଦେଖେବି ହେଲା ନାଇଁ 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 ଆଜି ଦେଖଉନା କହିଲି ପରା ଆଜି ଦେଖେବିନି ଦେଖ ଦେଖ এই যা জমার দেখেবিনি দেখিব যা দে আহে রসিকা এমা ୟାଙ୍କର କଣ ହେଇଗଲା ନା ନା ଡାକିବାକୁ ପଡିବ ଏ ରସିକା ହିମାଲୟ হইলো 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 তমকু কেতে থর কইবি নাই নাই কেতে থর কইবি মো নাম রসকো ন বলি କଣ আ কোন পাই রসকো রসকো হছ বারম্বার বার বাজে ঝটা এ পটু গোটে দেই দেবি একা থরকু সেই সেই জীব এ রসিক পড়ি নাই নাই মো নাম আহে রসিকা ধর ମୋ ହାତ কোড়ারে বসিকি গেলাও তরিবি ধনিয়া। হাতটাকু কাটিকি নেই যাবি বুঝি পারিল ହାତଟାକୁ କାଟିକି ନେଇଯିବା ହଁ। ଏଇ ହାତଟାକୁ କାଟିକି ନେବା କଣ କରିବ ଯେ আচ্ছা ପୁରା ଶରୀରକୁ ନେଇଯାଉନ নাই রে বাপ্পা দরকার নাই তম শরীরটা যাও ମୋ ଶରୀର ତମକୁ ଦରକାର ନାହିଁ জমারু নুহু ଏ কাণ ଆସ ମୋ ପାସ ଆସ ମୋ ପାସ ଭଲ ପାଉଛି କାହାକୁ? ତମକୁ ଭଲ ପାଉଛି କହୁଛି ସତ ଆସ ମୋ ପାସ ଗୋଧନ ଆସ ମୋ ପାସ ଦଶି ପଣେ ରକା ସେବା ମୁଁ କରିବି ଦଶି ପଣେ ରକା ସେବା ମୁଁ କରିବି କରିବି ତୁମ ପାତ ଧରେ ପାତ ଆସ ମୋ ପାତ ସୁନା ଆସ ମୋ ପାତ ଆହେ ରସିକା ଧର ମୋ ହାତ ଆସ ମୋ ପାତ ରାଜା ଆସ ମୋ ପାତ আইলো আইলো তমକୁ লাজ লাগুনি ঝିଅ ପିଲାଟି କେମିତି ପରପୁରୁଷଙ୍କ ପଛପଟେ ଜାବୁଡି ଧରି ନଉଛ କିଏ କହିଲା ତମକୁ ପରପୁରୁଷ ତମକୁ ପରା ମୁଁ ନିଜର କରିସାରିଛି ନିଜର ହାଇଲେ ଦେଖ ତମେ ଯେତେ ଚେଷ୍ଟା କଲେ ମଧ୍ୟ ମୁଁ କଦାପି ଭଲ ପାଇବିନି ହେଲା ଏ ତମେ କାହିଁକି ବୁଝିନା ମୁଁ ପରା ତମକୁ ଦେବତା ପରି ମାନୁଅଛି ଆରେ ରାଖି ଆରେ ଦରକାର ନାହିଁ ତମ ପରି ପ୍ରେମ ଆଉ ତମ ପରି ଭକ୍ତିକୁ ହେଲା ଯାଅ ସତ କହୁଛି ଧନ କଣ ତୁମେ ମୋ ଦେବତା ମୋ ପୂଜାରିଣୀ ତୁମ ପାଦ ତଳେ ମୁଁ ଯେ ବନ୍ଦିନୀ ମନା କଲେ ତୁମେ ମୋ ପାଇବି ବିଶ୍ରାମ କଣ କହିଲ ଆଉ ଥରେ କହୁନ ତମେ ଯଦି ମନା କରିଦବ ନା ଆଚ୍ଛା ତାହେଲେ ମୁଁ ବିଷ ଖାଇ ମରିଯିବି ଭଲ ହବ ଏଥର ତମେ ସଠିକ ରାସ୍ତାରେ ଧରିଛ ହଇରେ ଏ ରାକ୍ଷୀ ତମେ ବିଷ ଖାଇ ମଲେ କେତେ ସରିଲେ କେତେ
ମୋର କଣ୍ଟା ଯାଉଛି ମୋର କୌଣସି ପ୍ରକାର କ୍ଷତି ହବନି ରେ ରାକ୍ଷୀ ଏ ଗୋଟେ ଝିଅ ପିଲା ମରିଯିବ ପାଇଁ କହୁଛି ଆଚ୍ଛା। ଆଉ ତମେ ତାକୁ ଅଟକୁ ନାଉ କାହିଁକି କଣ ପାଇଁ ଅଟକେବି ନାଇଁ ନାଇଁ କଣ ପାଇଁ ଅଟକେବି ଯାଉନ ବରଂ ତମେ ମରିଗଲେ ମୁଁ ବହୁତ ଖୁସି ବି ବୁଝିପାରିଲ ମୁଁ ଯଦି ମରିଗଲେ ତମେ ଖୁସି ହବ ହଁ ଏ କଣ ପ୍ରକୃତ ତମେ ମଣିଷ ଆଉ କଣ ମୁଁ କିଏ ମୁଁ ନାଇଲ ରାକ୍ଷୀ ମୁଁ ମଣିଷ ନୁହଁ ମ ମୁଁ ତ କେବଳ ମଣିଷଙ୍କ ପରି ଦେଖାଯାଏ ତାହେଲେ ତମେ ଜଣ କଣ ପ୍ରକୃତରେ ପ୍ରକୃତରେ ମୁଁ ହଉଛି ଗୋଟିଏ ତମେ ତମାନେ ଅଛ ତମେ ସେଇଟା ହଁ ହଁ, ମୁଁ ଜାଣିଗଲି ତମେ ଜଣକ କଣ କଣ ତା ମାନେ ତମେ ହଉଛ ଗୋଟିଏ ବଲଦ ଏଇ, ମୁଁ ବଳ ଫଳ କିଛି ନୁହଁ ସେଇଟା ମୁଁ କହୁ କହୁ କହିଦେଲି ହଁ ହଁ, ମୁଁ ଜାଣିଗଲି ତମେ ହଉଛ ଗୋଟେ ବଲଦ ଆରେ କହିଲି ପରା ବଳଦ ନୁହଁ ଏ ବଲଦ ଏ ଏ ବଲଦ ଚୋପାର କହୁଛି ଏ ବଲଦ ଆଉ ଥରେ ଯଦି ଏ ବଲଦ କହିଲେ ମୁଁ କଣ ତମକୁ ଗାଈ କହୁଛି ମତେ ବଳଦ କହୁଛ ହଁ ମତେ ଗାଈ କହୁନା ହଁ ମୁଁ ଗୋଟେ ଗାଈ ହେଲେ ତମେ ବଳଦ ଷଣ୍ଢ ହେଲେ କେତେ ଭଲ ହବ କହିଲେ ସତର୍କ ତମେ ଟିକେ ଲାଜ ଲାଗୁନି ଦେଖରେ ବାପା କେମିତି ନିର୍ଲଜ ଝଟା ନିଜକୁ ଗୋଟିଏ ଗାଈ ଆଉ ମତେ ଗୋଟିଏ ବଳଦ କହୁଛି ଆସ ତାହେଲେ ସିଂହ ଲଢେଇ କରିବା ଲଢେଇବା କଣ ମୋ ସହିତ ତମେ ସିଂହ ଲଢେଇ ପାରିବନି ଏ ତମେ ବଲଦ ଷଣ୍ଢ ହେଲେ ମୁଁ ଗୋଟେ ଗାଈ ହେଲେ କେତେ ଭଲ ହବ ଆମର କେତେ ସୁନ୍ଦର ସୁନ୍ଦର ବାଛୁରୀ ଗୁଡାକ ହେବେ ନା ହାଇଲେ ତମକୁ ଲାଜ ଲାଗୁନି କଥାଟାକୁ କେତେ ଦୂର ଭାବି ସାରିଲାଣି ଏ ବଲଦ ଷଣ୍ଢ ହେଲେ ବାଛୁରୀ ହବ କଣ ମଣିଷ ଆଲେ ଦରକାର ନେ ତମ ପରି ଡାହାଳ ଗାଈଟା ଆଉ ତମ ଠାରୁ ଜନ୍ମ ନାଉଥିବା ସେଇ ବାଛୁରୀ ଗୁଡାକ ହେଲା ଏ କଣ ବାଛୁରୀ ଗୁଡାକ କଣ ତମେ ପୋଷି ପାରିବନି ନାଇଁ 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 ମୋ ଦ୍ୱାରା ହେଇପାରିବନି ହେଲା ହେଇପାରିବନି କହିଲେ ପରା ହେଇପାରିବନି ସେଥିପାଇଁ ତ କହୁଛି କଣ? ଏ ମଣିଷ ଜନ୍ମରେ ଆଚ୍ଛା ତୁମେ ମୋ ଦେବତା ମୁଁ ପୂଜାରିଣୀ ତୁମ ପଦ ତଳେ ମୁଁ ଯେ ବନ୍ଦିନୀ ମୋ ଦେବତା ନୁହଁ ମାନା କଲେ ତୁମେ ମୁଁ ଖାଇବି ବିଷ ପାଇବାକୁ ହେଲେ ମଧୁପରସ ଜମାରୁ ରସିକ ଏ ମନ ପ୍ରାଣ ଏ ଯୌବନ ଏ ମନ ପ୍ରାଣ ଏ ଯୌବନ ତୁମକୁ ଦେଇଛି ଧନ ଥରେ ମାନ ଆଶ୍ରମ ପାସ ରଜା ଆଶ୍ରମ ପାସ ଆହେ ରସିକ ଧର ମୋ ହାତ ଆଶ୍ରମ ପାସ ଗୋଗେଲୁ ଆଶ୍ରମ ପାସ
ସିଧା ଜଣେ ପରପୁରୁଷଙ୍କ ଉପରକୁ ଚଢି ଆସିଛ। ଏବେ ଯଦି ମୁଁ ମରି ଯାଇଥିଲେ ଆରେ ଗୋଟେ ଝିଅ ପିଲା ପୁଅ ପିଲାଙ୍କ ଉପରକୁ ଚଢିଗଲେ କଣ ମରିଯାଆନ୍ତି? କେତେ କଳେ ବଳେ କୌଶଳେ ସେ ଫାଙ୍କ ଭିତରେ ମୋ ଜୀବନଟାକୁ ବଞ୍ଚେଇଛି, ମରିଯିବା କଥା କହୁଛ? ଏ, ମୁଁ ଝିଅ ପିଲାଟେ ଏତେ ବାଧ୍ୟ କରୁଛି, ଏତେ ବାଧ୍ୟ କରୁଛି, କାହିଁକି ମୋ ମନ କଥା ତମେ ବୁଝିପାରୁନ? ଆଲୋ ଏ ରାକ୍ଷୀ, ଆରେ ବାଧ୍ୟତାରେ କଣ କେବେ ପ୍ରେମ ହୁଏ? ଦେଖ ଦୟାକରି ତମେ ଏଠି ଚାଲିଯାଅ। ମୁଁ ତମକୁ କଦାପି ଭଲ ପାଇପାରିବିନି, ମାନେ ଜମାରୁ ପାଇପାରିବିନି ହେଲା। ତମେ ସତରେ ମତେ ଭଲ ପାଉନି? ଜମାରୁ ନୁହଁ, ଏତିକି ମତେ ଭଲ ପାଉନି? ଏତିକି ମଧ୍ୟ ନୁହଁ ହେଲା। ପ୍ରେମ ପାଇଁ ତମକୁ ଏମିତି ଘୃଣା ଲାଗୁଛି? ହଁ ଘୃଣା ଲାଗୁଛି। ଯାଅ। ହଁ ଚାଲିଯିବି। ଆରେ ଯାଅ। ଏତେ ବାଧ୍ୟ କଲା ପରେ ମଧ୍ୟ ତମେ ମୋ ମନ କଥା ବୁଝିପାରିଲ? ଜମାରୁ ବୁଝିବିନି। ତାହେଲେ ଏଠି ରହିକି ବା ମୋର କଣ ଲାଭ? କିଛି ଲାଭ ନାହିଁ। ଯାଅ। ଚାଲି ଯାଉଛି, ଆରେ ଯାଅ। କିନ୍ତୁ ମୁଁ ଏଠୁ ଚାଲିଗଲା ପରେ ନା ତମେ ପସ୍ତେଇବ ହେଲା। ଆଲୋ 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 ଆଲୋ, କଣ କହିଲ ଆଉ ଥରେ କଣ? ତମେ ଏଠି ଚାଲିଗଲା ପରେ ମୁଁ ପୁଣି ପସ୍ତେଇବି? ହଁ। ସେଇଟା ପୁଣି କଣ ପାଇଁ? କଣ ପାଇଁ ମାନେ? ହଁ। ମୋ ପରି ଝିଅ କଣ ତମେ କୋଉଠୁ ପାଇବ? ଦେଖ ରେ ବାପା, ଆସିଲା ରେ ମୋର ଦିବ୍ୟ ସୁନ୍ଦରୀଟା। ହଇଲୋ ଏ ରାକ୍ଷୀ, ତମ ପରି ସୁନ୍ଦରୀ ଝିଅ ମାନେ ନା ମୋ ପଛରେ ମୋ ହଜାରେ ହଜାରେ ଏମିତି ଧାଡିରେ ଛିଡା ହେଇକି ଅଛନ୍ତି, ବୁଝିପାରିଲ? ଏମା, ତମ ଜଣକ ପାଇଁ ହଜାରେ ଝିଅ? ଜଣଙ୍କ ପାଇଁ ହଜାରେ। ତମ ଜଣକ ପାଇଁ ଯଦି ହଜାରେ ଝିଅ, ଆଚ୍ଛା ତାହେଲେ ଯେତେ ପୁଅ ମାନେ ଅଛନ୍ତି ସେମାନେ ସବୁ କଣ ଗିନି ବଜେଇବେ? ହାଇଲାଇଟ, ତମେ କହିଲ ପୁଅମାନଙ୍କ କଥାରେ ମୁଣ୍ଡ ପୁରିବା ପକେ କହିଲ। ତମେ କେବଳ ଏଠୁ ଚାଲିଯାଅ, ସେ ହଜାରେ ଝିଅ ଭିତରୁ ଆମେ ସମସ୍ତେ ଗୋଟି ଗୋଟି କରି ଭାଗ ବାଣ୍ଟ କରି ନେଇଯିବୁ ହେଲା। ଯାଉଛି। ଆରେ ଯାଅ। ଆଉ ତମେ ଯାଅ ସେ ହଜାରେ ଝିଅ ମାନଙ୍କ ପାଖକୁ। ହଁ ମୁଁ ବି ଯାଉଛି ମୋ ରାସ୍ତାରେ ହେଲା। ଯାଅ। ଛିରେ ମା, ଛିରେ ହଁ। ଯାଉଛି। ଯାଉଛି ଏ ମା। ମାଲ ବଉଲ, ଏ କଣ ହେଇଗଲା? ସେ ମତେ ଜମାରୁ ଛାଡ଼ିବେନି, ମତେ ଜୀବନରେ ମାରୁ ମାରୁ ମାରିଦେବେ। କଣ କରିବି ଏବେ ମୁଁ? ବାପା ଲୋ। ଆରେ କଣ ହେଲା, କଣ ପାଇଁ କାନ୍ଦୁଛ? ମାଲ, ଆରେ କଣ ହେଇଛି କୁହ? କଣ କରିବି? ଆଲୋ ଏ କଣ ହେଲା? ଏଇଟା ତମ ପାଇଁ ମୋର ଏତେ ବଡ ଅଘଟଣ ଘଟି ଯାଇଛି। ମୁଁ କଣ କରି ତମକୁ? ମୁଁ ଅତି ଜରୁରୀ କାର୍ଯ୍ୟଟାକୁ ମଧ୍ୟ ଭୁଲି ଯାଇଛି। କଣ କହିଲ? ତମର ପୁଣି ଜରୁରୀ କାର୍ଯ୍ୟ? ହଁ, କଣ ସେ ଜରୁରୀ କାର୍ଯ୍ୟ, ଟିକେ କହୁନ ଶୁଣିବି। ସେ ଜରୁରୀ କାର୍ଯ୍ୟ ଏକି ଯେ କଣ? ମୁଁ ନା ଜଣେ ଯୁବକକୁ ଭଲ ପାଏ, ତମେ ପ୍ରେମ କରେ। ଆଚ୍ଛା ସେ ମତେ ଭଲ ପାଆନ୍ତି। ସତରେ? ହଁ। ସେଇଠୁ କଣଟା ହେଇଗଲା? କଣ ହେଇଗଲା ମାନେ? ହଁ ମୁଁ ପରା ତାଙ୍କୁ କଥା ଦେଇଥିଲି, କଣ କଥା ଦେଇଥିଲ? ସେଇ ନଈ କୂଳରେ ସେଇ ଆମ୍ବ ବୃକ୍ଷ ତଳେ ଅପେକ୍ଷା କରିଥିବା ପାଇଁ, କିନ୍ତୁ ଏତେ ସମୟ ହେଇଗଲା ମୁଁ ତାଙ୍କ ପାଖକୁ ଯାଇନି। ଯାଇନ? ହେଲେ ମୋ ସେ ଧନଟା, ମୋ ଗେଲୁ, ମୋ ସୁନାଟା ହଁ ଏ ପର୍ଯ୍ୟନ୍ତ ସେଇ ନଈ କୂଳର ଆମ୍ବ ବୃକ୍ଷ ତଳେ ଆଚ୍ଛା ଅପେକ୍ଷା କରିଥିବେ ଯେ କରିଥିବେ ଯେ କରିଥିବେ ଯେ କରିଥିବ। କରିଥିବେ। ହେଲେ ଏ ପର୍ଯ୍ୟନ୍ତ ମୁଁ ତାଙ୍କ ପାଖକୁ ଯାଇନି। ଯାଇନ?
ଏବେ ଯଦି ଯିବି ସେ କ'ଣ ମତେ ଏମିତିରେ ଛାଡ଼ିଦେବେ? ନାଇଁ 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 ଜମାରୁ ଛାଡ଼ିବନି। ସେଥିପାଇଁ ତ କାନ୍ଦ ମାରୁଛି ମୁଁ। ଆଚ୍ଛା ମାଲା ବନ୍ଦ କର ତମର ସେ କୁମ୍ଭୀର କାନ୍ଦଣାଟା। ହଇଲୋ ଏ ରାକ୍ଷୀ ହେଲେ ମତେ ତ କାହିଁ ବିଶ୍ୱାସ ଲାଗୁନି। ତମକୁ ବିଶ୍ୱାସ ଲାଗୁ ନା ନ ଲାଗୁ ମୋର କ'ଣ ଯାଉଛି? ଯାଉନି। ମୁଁ ପ୍ରକୃତରେ ଭଲ ପାଉଛି, ପ୍ରେମ କରୁଛି, ହଁ ମାନେ ଜମାରୁ ଭୟ କରିବିନି। ଭୟ କରିବନି ନା। କଣ କରିବ? ତାଙ୍କ ପାଖକୁ ଯିବି। ତମେ ତା ପାଖକୁ ଯିବ? ହଁ। ଆଚ୍ଛା ଆଉ ତାପରେ କଣ କରିବ? ତାପରେ ହଁ ତାପରେ ହାତରେ ହାତ ରଖିବି। ଆରେ ବାପରେ ହାତରେ ପୁଣି ହାତକୁ ରଖିବ? ହଁ। ହଉ ହେଲା ଆଉ ତାପରେ କଣ କରିବ କୁହ 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 କୁହ? ତାପରେ କ'ଣ? ହଁ ତାପରେ କଣ କରିବ? ତାପରେ ହଁ ଛାତିରେ ଛାତି ମିଶେଇବି। ଇଲୋ ବୋଉଲୋ କହିଲା କଣ ନା ଛାତିରେ ଛାତି ପୁଣି ମିଶେଇବ। ହଁ। ହଉ ଆଉ ତାପରେ କଣ କରିବ କୁହ 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 କୁହ? ତାପରେ କ'ଣ କରିବି ଏ କଥା କ'ଣ ତମକୁ ଜଣା ନାହିଁ? ଆଲୋ ଜାଣିନି ବୋଲି ତ ପଚାରୁଛି। ଶୀଘ୍ର କୁହ ମ ଧୈର୍ଯ୍ୟ ଧରି ହଉନି। ଧୈର୍ଯ୍ୟ ଧରି ହଉନି। ହଁ ତାପରେ ହଁ ତାପରେ କ'ଣ କରିବି ଜାଣିଛ? କଣ କରିବ? ତାପରେ ନା ହଁ ତାପରେ ନା ହଁ ତାପରେ ତାପରେ ନା ଆରେ ତାପରେ କୁହ। ଓଠରେ ଓଠ ମିଶେଇବି। କଣ କହିଲ? ଓଠରେ ପୁଣି ଓଠକୁ ମିଶେଇବ? ସେଇଟା ପୁଣି ମୁଁ ଥାଉ ଥାଉ ଆଲୋ ଏ ରାକ୍ଷୀ ଓଠରେ ଓଠ ମିଶଉଛି। ଏ କାହିଁକି ମତେ ମାରିଲା? ଆଉ କୋଉ ଅଧିକାର ମତେ ମାରିଦେଲା? କାହିଁକି ମାରିଲି? କୋଉ ଅଧିକାରରେ ମାରିଲି କହିବି? କାହିଁକି ମାରିଲା? କହିଦେବି ଭଲ ପାଇବା ଅଧିକାର, ମାନେ ପ୍ରେମ କରିବା ଅଧିକାର। ହଁ ମାନେ ମୁଁ ନା ତମେ ତମକୁ ମତେ ମୁଁ ଏ ରାକ୍ଷୀ ଉଁ, ଭଲ ପାଉଛି। ଏ ମା ଆରେ କଣ ହେଲା? କଣ ପାଇଁ ହସୁଛ? ଆରେ କଣ ପାଇଁ ହସୁଛ କୁହ? ସତରେ ଆରେ ଭଲ ପା। ସତ କହୁଛି ମୁଁ ତମକୁ ସତରେ ଭଲ ପାଉଛି। କେବେଠୁ ଭଲ ପା? ସେଇ ପ୍ରଥମ ଦେଖାରୁ। ସେଇ ପ୍ରଥମ ଦେଖାରୁ ତମେ ମତେ ଭଲ ପାଅ? ଭଲ ରାକ୍ଷୀ ସେଇଟା ମୁଁ ତମକୁ ପ୍ରେମ ପରୀକ୍ଷା କରୁଥିଲି। ଆଉ ଆଜି ତମେ ସେ ପ୍ରେମ ପରୀକ୍ଷାରୁ ଉତ୍ତୀର୍ଣ୍ଣ ହେଇସାରିଲା ପରେ ମୁଁ ତମକୁ ମୋ ନିଜର କରିନେବା ପାଇଁ ମୁଁ ଭାବି ସାରିଛି। ସତରେ ହଁ ମୁଁ ଜାଣି ସାରିଛି କଣ? ତମେ ମତେ ଭଲ ପାଅ ବୋଲି। ଆଚ୍ଛା ସେଥିପାଇଁ ତ ମୁଁ ସେଇ ଫେରିଯିବା ବାଟରେ ପୁଣି ଥରେ ତୁମ ପାଖ ଫେରି ଆସିଲି। ସତରେ? ଜାଣିଛ କଣ? ଆରେ ସତ କହିବାକୁ ଗଲେ ନା ଏସବୁ ମୁଁ ଯାହା କହୁଥିଲି ନା ହଁ ମୋ ଭଲ ପାଇବା ଭଲ ପାଇବା, ମୋ ପ୍ରେମିକା ପ୍ରେମିକ, ସେଇ ନଈ କୂଳ ଆମ୍ବ ବୃକ୍ଷ ତଟ ଆଚ୍ଛା ସେଇ ସବୁ ନା ସମ୍ପୂର୍ଣ୍ଣ ଭାବରେ ସବୁ ମିଛ ହିଁ ମିଛ। ସବୁ ମିଛ। ତାହେଲେ ସତ କଥା କଣ? ସତ କଥାଟା ହଁ ସତ କଥାଟା ଏଇଆ କି ଯେ କଣ? ମୁଁ ମଧ୍ୟ ତମକୁ ମୋ ମତେ କଣ ଭଲ ପାଏ। ପ୍ରିୟା ସେଇ ତାରା ଗୁଡାକ ଦେଖୁଛ ନା? ସେଇ ତାରା ମଧ୍ୟରେ ତମ ନାଁଟା ଲେଖି ଦେଇ ସାରିଛି। ଏ ହୃଦୟରେ ମଧ୍ୟ ତମ ନାଁଟା ଲେଖି ଦେଇ ସାରିଛି। ଆଚ୍ଛା ଏ ସାଥୀ ହଁ ପ୍ରିୟା ସେଇ ଜହ୍ନରେ ଲେଖିଛି ତମରି ନାଁ। ହାତ ଧରି ବାଟ ଚାଲୁଥିବ ଟିକେ
ଟିକେ ଭଲ ପାଉଥିବ ଏ ହାତ ଧରି ବାଟ ଚାଲୁଥିବ ଟିକେ ଟିକେ ଭଲ ପାଉଥିବ ଏମିତି ରହିବା ଜୀବନ ସଦା ଏମିତି ରହିବା ଜୀବନ ସଦା ତୁମ ଛାଇ ମତେ ଛୁଁଥିବ 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 ଜହ୍ନରେ ଲେଖିଛି ନା ଆରେ ଲେଖିଛି ନା ଛାତିରେ ଲେଖିଛି ମୁଁ ଏ ପ୍ରିୟା love you I love you ए love you I love you I love you too. জহ্নরে লেখিছে না তারারে লেখিছে না রাতিরে লেখিছে মু love you I love you 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 আকাশে লেখিলি না জহ্নরে লেখিলি না রাতিরে লেখিছি মু love you I love you love you I love you love you I love you ତୁ ଦେଖିଲା ପରେ এই মন হৃদୟରେ পাইବାକୁ ତୁମ ପ୍ରେମ এই মন ঝুরি মরে ତୁମକୁ ଦେଖିଲା ପରେ এই মন হৃদୟରେ